ଆଜିର ଭିଡିଓରେ ନନ୍ଦକିଶୋର ବଳଙ୍କ ଜୀବନୀ ବିଷୟରେ ଜାଣିବା। ନନ୍ଦକିଶୋର ବଳ 1875 ମସିହା ଡିସେମ୍ବର 22 ତାରିଖରେ କଟକ ଜିଲ୍ଲାର କୁସୁମପୁର ଗ୍ରାମରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଏବଂ ମାତାଙ୍କ ନାମ ଥିଲା ହିରଣ୍ମୟୀ ଦେବୀ। ଜନ୍ମ ସମୟରେ ତାଙ୍କର ନାମ ରସାନନ୍ଦ ଜେନା ରଖାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ପିଉସୀଙ୍କ ଦ୍ୱାରା ପୋଷ୍ୟପୁତ୍ର ଭାବେ ଗୃହୀତ ହେବା ପରେ ତାଙ୍କ ନାମ ନନ୍ଦକିଶୋର ବଳ ହୋଇଥିଲା। ସେ ନିଜ ଗାଁ ଚାଟଶାଳୀରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି କଟକର ରେଭେନ୍ସା କଲେଜିଏଟ୍ ସ୍କୁଲ ଏବଂ ପରେ ରେଭେନ୍ସା କଲେଜରୁ ବିଏ ପାସ୍ କରିଥିଲେ। କଲେଜରେ ପଢୁଥିବା ସମୟରୁ ହିଁ ସେ ବିଭିନ୍ନ ପ୍ରବନ୍ଧ ଓ କବିତା ଲେଖିବା ଆରମ୍ଭ କରିଥିଲେ। ଶିକ୍ଷା ଶେଷ କରିବା ପରେ ସେ ସରକାରୀ ଶିକ୍ଷା ବିଭାଗରେ ଜଣେ ଡେପୁଟି ଇନ୍ସପେକ୍ଟର ଭାବରେ ଦୀର୍ଘ ସମୟ ଧରି କାର୍ଯ୍ୟ କରି ଓଡ଼ିଶାରେ ଶିକ୍ଷାର ପ୍ରସାର କରାଇଥିଲେ। ଓଡ଼ିଶାର ପଲ୍ଲୀ ଅଞ୍ଚଳର ସରଳ ଜୀବନଯାପନ, ସୁନ୍ଦର ପ୍ରାକୃତିକ ପରିବେଶ, ପର୍ବପର୍ବାଣୀ ଏବଂ ଗ୍ରାମୀଣ ସଂସ୍କୃତିକୁ ସେ ନିଜ କବିତାରେ ଅତି ନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ସେଥିପାଇଁ ଓଡ଼ିଆ ସାହିତ୍ୟ ଜଗତରେ ସେ ପଲ୍ଲୀକବି ଭାବେ ସର୍ବଜନ ବିଦିତ। କବିତା ବ୍ୟତୀତ ସେ ଓଡ଼ିଆରେ ସାମାଜିକ କୁସଂସ୍କାର ଏବଂ ଯୌତୁକ ପ୍ରଥା ବିରୋଧରେ ଏକ ସୁନ୍ଦର ଉପନ୍ୟାସ ମଧ୍ୟ ରଚନା କରିଥିଲେ। ତାଙ୍କର ପ୍ରମୁଖ ରଚନାବଳୀ ଗୁଡ଼ିକ ହେଉଛି ପଲ୍ଲୀଚିତ୍ର, ନିର୍ଝରଣୀ, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ନିର୍ମାଲ୍ୟ, ପ୍ରଭାତ ସଙ୍ଗୀତ, ସାନ୍ଧ୍ୟ ସଙ୍ଗୀତ। ଶିଶୁ ସାହିତ୍ୟରେ ସେ ରଚନା କରିଥିଲେ ନାନାବାଇ ଗୀତ, ଓଡ଼ିଶାର ଘରେ ଘରେ ଶିଶୁମାନଙ୍କ ମଧ୍ୟରେ ଅତ୍ୟନ୍ତ ଜନପ୍ରିୟ। ଉପନ୍ୟାସ ତାଙ୍କର ଥିଲା କନକଲତା 1925 ମସିହାରେ, ଯାହା ଗ୍ରାମୀଣ ସମାଜରେ ଯୌତୁକ ପ୍ରଥାର କୁପରିଣାମ ଓ ବାଲ୍ୟ ବିଧବାଙ୍କ ସମସ୍ୟା ଉପରେ ଆଧାରିତ। କାବ୍ୟରେ ଥିଲା ସୀତା ବନବାସ, କୃଷ୍ଣ କୁମାରୀ ଏବଂ ଶର୍ମିଷ୍ଠା। ମାତ୍ର 52 ବର୍ଷ ବୟସରେ 1 ଜୁଲାଇ 1928 ମସିହାରେ ଏହି ମହାନ ସାରସ୍ୱତ ସାଧକଙ୍କ ପରଲୋକ ଘଟିଥିଲା। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଏବଂ ମାଟିର ମହକକୁ କବିତା ମାଧ୍ୟମରେ ଅମର କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।